ଆଜି ଆମେ ଗଣିତ ସୂତ୍ର ଦେଖିବା। ଆମେ ଯଦି ଏହି ଗଣିତ ସୂତ୍ର ନ ଜାଣିବା ତାହେଲେ କେବେ ବି ଗଣିତର ସମାଧାନ କରିପାରିବା ନାହିଁ। ତ ଚାଲନ୍ତୁ ଦେଖିବା। ଇଏ ହେଉଛି ଆମର ବୁକ୍, ଦେଖିପାରୁଥିବେ ସରଳ ଗଣିତ ସୂତ୍ର। ଏମି ଓ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ, କେବଳ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ତାହା ନୁହେଁ, ସମସ୍ତ ଦେଖିବ, ତମେ ମାନେ ଦେଖିବ ସବୁ ଏଣ୍ଟ୍ରାନ୍ସ ହଉ, ସିଟି, ବିଡି, ଆରଆଇ, ଅମିନ, ଆଇସିଡିଏସ୍, ଫରେଷ୍ଟ ଗାର୍ଡ ସବୁଥିରେ ଆମର ମ୍ୟାଥରୁ କ୍ୱେଶ୍ଚିନ୍ ଆସିଥାଏ। ତ ଚାଲନ୍ତୁ ଆମେ କେତେକ ସୂତ୍ର ବିଷୟରେ ଦେଖିବା। ତାହେଲେ ଦେଖିପାରୁଥିବ ଇଏ ହେଉଛି ସଂଖ୍ୟା। ଗଣନ ସଂଖ୍ୟା କାହାକୁ କୁହାଯାଏ? ସ୍ୱାଭାବିକ ସଂଖ୍ୟା କାହାକୁ କୁହାଯାଏ? ପୂର୍ଣ୍ଣ ସଂଖ୍ୟା କାହାକୁ କୁହାଯାଏ? ଏସବୁ ହେଉଛି ମୌଳିକ ସଂଖ୍ୟା କାହାକୁ କୁହାଯାଏ? ତାପରେ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା। ତାହେଲେ ଯୁଗ୍ମ ସଂଖ୍ୟା କାହାକୁ କୁହାଯାଏ? ଅଯୁଗ୍ମ ସଂଖ୍ୟା କାହାକୁ କୁହାଯାଏ? ଏସବୁ ଯଦି ସୂତ୍ର ଆମେ ଜାଣିଥିବା ତାହେଲେ ଆମେ ଗଣିତ ଭଲ ଭାବରେ କରିପାରିବା। ଏକ୍ଜାମରେ ଭଲ ଭାବରେ କରିକି ଆମେ ଆସିବା। ତାହେଲେ ଇଏ ଦେଖିପାରୁଥିବେ ହରଣ ବା ଭାଗକ୍ରିୟା ପ୍ରଣାଳୀ, ବିଭାଜ୍ୟତା ପରୀକ୍ଷା, ତାପରେ ହେଉଛି ଗସାଗୁ, ଲସାଗୁ, ପରିମେୟ ସଂଖ୍ୟାମାନଙ୍କର ଗାଣିତିକ ପ୍ରକ୍ରିୟା, ଭଗ୍ନାଂଶ ଓ ଭଗ୍ନ ସଂଖ୍ୟା, ଭଗ୍ନାଂଶର ଯୋଗ, ବିୟୋଗ, ଗୁଣନ ଓ ହରଣ ଦେଖିପାରୁଥିବେ। ତାପରେ ଦଶମିକ ସଂଖ୍ୟା, ଦଶମିକ ସଂଖ୍ୟାର ଯୋଗ, ବିୟୋଗ, ଗୁଣନ ଓ ହରଣ। ତାପରେ ଆସିଲା ଆମର ଶତକଡ଼ା। ଶତକଡ଼ାରୁ ବି ବହୁତ ସାରା କ୍ୱେଶ୍ଚିନ୍ ଆମର ଆସେ ଏଣ୍ଟ୍ରାନ୍ସ ଗୁଡ଼ାରେ। ତାହେଲେ ଶତକଡ଼ା ଲାଭ ଓ କ୍ଷତି, କ୍ରୟ ବିକ୍ରୟ ଲାଭ ଓ କ୍ଷତି, ହାରାହାରି, ସୁଧ ହିସାବ, ସୁଧ କଷା, ଚଳନ, କ୍ରାମରଙ୍କ ନିୟମ, ଦ୍ୱିଘାତ ସମୀକରଣ, ଅନୁପାତ ଓ ସମାନୁପାତ, ଅନୁପାତ ସମାନୁପାତ, ତାପରେ ସେଟ୍, ପରିସଂଖ୍ୟାନ, ପରିସଂଖ୍ୟାନ ପରେ ମଧ୍ୟମା, ବର୍ଗ ଓ ବର୍ଗମୂଳ, ସ୍ଥାନାଙ୍କ ଜ୍ୟାମିତି। ତାପରେ ଦେଖିପାରୁଥିବେ ଗ୍ରୀକ୍ ଗଣିତଜ୍ଞ ଆର୍କିମେଡିସ୍କୁ ଗଣିତ ଶାସ୍ତ୍ରର ଜନକ କୁହାଯାଏ। ତାହେଲେ ଆମ ଗଣିତ ଶାସ୍ତ୍ରର ଜନକ ହେଉଛନ୍ତି ଆର୍କିମେଡିସ୍। ଆର୍ଯ୍ୟଭଟ୍ଟ ହେଉଛନ୍ତି ପ୍ରଥମ ଖଗୋଳ ଶାସ୍ତ୍ରୀ, ଯିଏକି ଭାରତରେ ଜନ୍ମ ହୋଇ ଜଣେ ବିଖ୍ୟାତ ଗଣିତଜ୍ଞ ଭାବରେ ସାରା ପୃଥିବୀରେ ପ୍ରସିଦ୍ଧ ଲାଭ କରିଛନ୍ତି। ଇଏ ଥିଲା ଆମର ଗଣିତ ସୂତ୍ର। ତାହେଲେ ଆମେ ଦେଖିଲେ